ଭାଇ କୁଆଡେ ଯିବେ ଭାଇ? ଆମେ ଭାଇ ଯିବା ଆମେ ବାଲିଆପାଳ ତଳକୁ ଯିବା। ଜଳ ଆଜି 3 ଦିନ ଜଳ ବୁଲିଲାନି, ପ୍ରଶାସନ କିଛି ଦେଖା ଦେଖୁ ଦର୍ଶନ ନାହିଁ। ଆମେ ପୁରା ସତ ହଉଛେ, ନୌକା ନାହିଁ, ଡଙ୍ଗା ଫଙ୍ଗା କିଛି ନାହିଁ ଗୋଟେ ବି। ଫୁଲୁଛି ସୁବର୍ଣ୍ଣରେଖା ନଦୀ, ଯାହା ଫଳରେ କି ବାଲିଆପାଳ ଅଞ୍ଚଳରେ 9ଟି ପଞ୍ଚାୟତ ଏବେ ପ୍ରଭାବିତ ହୋଇଛି। ଆମେ ଅଛୁ ବାଲିଆପାଳ ବ୍ଲକ ସୁଙ୍ଗମ ଅଞ୍ଚଳ, ଯୋଉଠାରେ ଦେଖିପାରୁଥିବେ ମୋ ସହଯୋଗୀ ଚିତ୍ର ଦେଖିବା ପାଇଁ କହିବି। ଏଠାରେ ଦେଖନ୍ତୁ କିଭଳି ଭାବରେ ପୁରା ଜଳମଗ୍ନ ହୋଇଛି ପୁରା ଗାଁଟି ଏବଂ ପୁରା ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ବିଷ୍ଣୁପୁର ଅଞ୍ଚଳକୁ। ଆମ ସହିତ ଜଣେ ଭାଇ ଅଛନ୍ତି ଯିଏ ପାଣି ପହଁରିକି ବର୍ତ୍ତମାନ ଆସିଛନ୍ତି ବାଲିଆପାଳ ମାର୍କେଟକୁ, ସେ ମାର୍କେଟିଂ କରିବା ପାଇଁ ଯିବେ। ଆମେ ସିଧାସଳଖ ତାଙ୍କ ପାଖରେ କଥା ହେବା। ଭାଇ ନାମଟା ଟିକେ କହିବେ? ଏସକେ ତୋଫାନି। ଆମେ ଦେଖିଲୁ ଯେ ଆପଣ ପାଣି ଭିତରେ ଦେଖି ଏତେ ଆସିଲେ, କୋଉଥିପାଇଁ କୁଆଡେ ଯିବା ବାଲିଆପାଳ ମାର୍କେଟିଂ ଆପଣ? ଆଉ ଟିକେ ଅପେକ୍ଷା କରୁଛନ୍ତି, କିଛି ଡଙ୍ଗା ଫଙ୍ଗାର କିଛି ବ୍ୟବସ୍ଥା ହେଇଛି? କିଛି ବ୍ୟବସ୍ଥା ନାହିଁ, ସରକାର କିଛି ଆପଣ ଶୁଖିଲା ଖାଦ୍ୟ ଦେଇଛନ୍ତି କି? କିଛି ନାହିଁ। ଏ ଗାଁ ଭିତରେ କେତେ ପାଣି ଅଛି? ତେଣୁକା ବି ରାସ୍ତା ଉପରେ ଲୋକକୁ ରାସ୍ତାକୁ ବାହାରିବା ପାଇଁ ଅଣ୍ଟେ ଜଳ, ପୁରା ଅଣ୍ଟେରୁ ଅଧିକ ହବ। ପ୍ରଶାସନ ତରଫରୁ କୌଣସି ବୋର୍ଡ ଦିଆଯାଇନି? କିଛି ଦିଆହେଇନି। ବର୍ତ୍ତମାନ ବାଲିଆପାଳ ବ୍ଲକର ଯେଉଁ ପ୍ରଶାସନ ତରଫରୁ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରକାର ସୁଙ୍ଗମଠାରେ ବୋର୍ଡ ନିୟୋଜିତ ଯାଇନାହିଁ, ଯାହାଫଳରେ ଲୋକମାନେ ବର୍ତ୍ତମାନ ବିପଦ ସଂକୁଳ ଅବସ୍ଥାରେ ଏହି ରାସ୍ତା ଦେଖି ଯାତାୟାତ କରୁଛନ୍ତି ଏବଂ 2-3 ଜଣ ଭାଇ ମଧ୍ୟ ଯିବା ପାଇଁ ପ୍ରସ୍ତୁତ ହଉଛନ୍ତି। ଭାଇ କୁଆଡେ ଯିବେ ଆପଣ? ଆଜ୍ଞା ବିଷ୍ଣୁପୁର ଯିବେ। କେମିତି ଯିବେ ଆପଣ? ଓହ୍ଲେଇକି ଯାଇଥିବେ ଘରକୁ, ତ ଯାଇଥିବେ, ଆମେ ଯାଇଥିଲେ ବନ୍ଧୁ ଆସିବା। ଯାଇଥିଲେ ଆଉ ଏଟା ବି ପାଣିରେ ପହଁରିକି ଯିବେ? ବୋଟ ଫୋଟ କିଛି ଦେଇନାହାନ୍ତି? ନା, ବୋଟ ଫୋଟ କିଛି ପଡିନି। ଏଇଭଳିଆ ବିପଦ ସଂକୁଳ ଅବସ୍ଥାରେ ଯିବେ? ହଁ। ଆପଣ ଶୁଣୁଥିଲେ ଯୋଉ ବିପଦ ସଂକୁଳ ଅବସ୍ଥାରେ ଏଇ ରାସ୍ତା ଦେଇକି ଭାଇମାନେ ଯିବେ, କାରଣ ବିଷ୍ଣୁପୁରକୁ ଯାତାୟାତ ପାଇଁ କି ଏଟା ହେଉଛି ଗୋଟିଏ ହିଁ ରାସ୍ତା। ବର୍ତ୍ତମାନ ସୁଦ୍ଧା ସରକାରଙ୍କ ତରଫରୁ ଏଠି ବୋଟ ନିୟୋଜିତ ହେଇନାହିଁ ଏବଂ ଯାହା ଫଳରେ ଲୋକମାନେ ନାଇଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମୋ ଚିତ୍ର ଦେଖିବା ପାଇଁ ଚାହିଁ ମୋ ସହଯୋଗୀକୁ ଦେଖନ୍ତୁ କିଭଳି ଭାବରେ ପୁରା 4ରୁ 5 ଫୁଟ ପାଣି ମଧ୍ୟ ଦେଇକି ସେମାନେ ଯାଉଛନ୍ତି। ଭାଇ କୁଆଡେ ଯିବେ ଭାଇ? ଆମେ ଭାଇ ଯିବା ଆମେ ବାଲିଆପାଳ ତଳକୁ ଯିବା। ଜଳ ଆଜି 3 ଦିନ ଜଳ ବୁଲିଲାନି, ପ୍ରଶାସନ କିଛି ଦେଖା ଦେଖୁ ଦର୍ଶନ ନାହିଁ। ଆମେ ପୁରା ସତ ହଉଛେ, ନୌକା ନାହିଁ, ଡଙ୍ଗା ଫଙ୍ଗା କିଛି ନାହିଁ ଗୋଟେ ବି। ଚାଷ ଅବସ୍ଥା ନାହିଁ, ସବୁ ନେଇଯାଇଛି। କୁସ୍ତା ଚାଷ ଯାଇଛି, ଧାନ ଚାଷ ଯାଇଛି, ଝୁଟ ଚାଷ ମେନ୍ ଆମର ପ୍ରଧାନ ଝୁଟ ଚାଷ, ସେ ବି ଯାଇଛି, ସମ୍ପୂର୍ଣ୍ଣ ଚାଲି ଯାଇଛି। ଅଣ୍ଟେ ଅଣ୍ଟେ ପାଣି ଆପଣ ଦେଖିବେ କେତେ ଜଳ ଉଞ୍ଚ ଦେଖିବେ। ଆଜ୍ଞା କିଛି ନାହିଁ, କିଛି ବୁଝୁନାହାନ୍ତି। ଆପଣ ଶୁଣୁଥିଲେ ଯେ ଦେଖନ୍ତୁ ସେ ଭାଇମାନେ ଅଭିଯୋଗ କରୁଛନ୍ତି ଯେ ବୋଟ ନାହିଁ, ଯାହାଫଳରେ କି ଲୋକମାନେ 2-3 ଜଣ ଏକା ସାଙ୍ଗରେ ଗୋଟେ ବାଡ଼ି ଧରିକି ଯାଉଛନ୍ତି ଏବଂ ଦେଖନ୍ତୁ କିଭଳି ଭାବରେ ସେମାନେ ବିପଦ ସଂକୁଳ ଅବସ୍ଥାରେ ଯାଉଛନ୍ତି। ଏ ହେଉଛି ବାଲିଆପାଳ ବ୍ଲକ ସୁଙ୍ଗମୁହଁର ଚିତ୍ର, ଯୋଉଟା କି ଏଠିକି ଯିବା ପାଇଁ ହେଲେ ବିଷ୍ଣୁପୁରକୁ ଏକମାତ୍ର ଏ ରାସ୍ତା, ଯାହାଫଳରେ କି ଲୋକମାନେ ଏଇଭଳିଆ ଭାବରେ ବିପଦ ସଂକୁଳ ଅବସ୍ଥାରେ ଅଣ୍ଟେ ପାଣି ଅର୍ଥାତ୍ 3ରୁ 4 ଫୁଟ ପାଣି, ଦେଖନ୍ତୁ ଏଇ 4 ଫୁଟ ପାଣି ମଧ୍ୟ ଦେଇ ସେମାନେ ପ୍ରବେଶ କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ବାଲିଆପାଳ ବ୍ଲକ ପ୍ରଶାସନ ତରଫରୁ ଏଠାରେ ଦେଶୀ ଡଙ୍ଗା କିମ୍ବା ସରକାରୀ ବୋଟ ବର୍ତ୍ତମାନ ସୁଦ୍ଧା ନିୟୋଜିତ ହେଇନାହିଁ, ଯାହାଫଳରେ ଲୋକମାନେ ନାଇଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏବଂ ଚାଷ କଥା କହିଲେ ନ ସରେ, କାରଣ ଭାତ ହାଣ୍ଡି କୁହାଯାଉଥିବା ଧାନ ଚାଷ ବର୍ତ୍ତମାନ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ବାଲିଆପାଳ ବ୍ଲକରେ 9ଟି ପଞ୍ଚାୟତ ବର୍ତ୍ତମାନ ପ୍ରଭାବିତ, ଯାହାଫଳରେ ଲୋକମାନେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ଦେଖନ୍ତୁ ଇଏ ହେଉଛି ପୁରା ସକାଳର ଚିତ୍ର, ଯେଉଁ ସକାଳର ଚିତ୍ର ସେମାନେ ଆସିଥିଲେ ଏବଂ ମଧ୍ୟ ଫେରୁଛନ୍ତି, ଯାହା ଫଳରେ କି ଲୋକମାନେ ବର୍ତ୍ତମାନ ବିପଦ ସଂକୁଳ ଅବସ୍ଥାରେ ସେମାନେ ଏଇ ରାସ୍ତା ଦେଇକି ଯାଉଛନ୍ତି। ଏଟା ବିଷ୍ଣୁପୁରକୁ ଯିବା ପାଇଁ ରାସ୍ତା ଏବଂ କିଛି ଲୋକ ମଧ୍ୟ ଆସିବେ, କିନ୍ତୁ ଯେହେତୁ ସକାଳ ସମୟ ସେମାନେ କାଲି ଯାଇଥିଲେ ବର୍ତ୍ତମାନ ପୁଣି ଫେରୁଛନ୍ତି, ସେଥିପାଇଁ ସେମାନେ ବିପଦ ସଂକୁଳ ଅବସ୍ଥାରେ ନିଜ ଘରକୁ ଫେରୁଛନ୍ତି। ଏବଂ ଦେଖନ୍ତୁ କିଭଳି ଭାବରେ 3-4 ଜଣ ଏକା ସାଙ୍ଗରେ ମିଶିକି ଯାଉଛନ୍ତି, କାରଣ ସୁଅର ପ୍ରଭାବ ଅଧିକ ଅଛି। ଯେହେତୁ ସରକାର ଏଠି କୌଣସି ପ୍ରକାର ବୋଟର ବନ୍ଦୋବସ୍ତ କରିନାହିଁ, ସେଥିପାଇଁ ସେମାନେ ନାଇଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ଦେଖିବାକୁ ବାକି ରହିଲା ବାଲିଆପାଳ ପ୍ରଶାସନ ଏଠାରେ କେଉଁ ସମୟରେ ବୋଟ ନିୟୋଜିତ କରୁଛନ୍ତି। ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ରୁ ଅଜିତ କୁମାର ଦାସ, OTV।